ଭଲ ଦଉଥିଲେ ନା ଭଲ କରୁଥିଲେ ଭିତର କରିଛନ୍ତି କେତେବେଳେ କରୁଥିଲେ ସେଇଟା ଫିଲିପ ସମ୍ମିଳନରେ କରିଛନ୍ତି କୋଉଠି କରୁଛନ୍ତି ପାଉଲ କରିଛନ୍ତି ରୁମାଲ ଦ୍ୱାରା କୋଉଠି ହେଇଛି ଭିତର ଛାଇ ଦ୍ୱାରା ଲୋକ ଭଲ ହଉଥିଲେ। ଆଜି ଲୋକ ନ ବୁଝିକି ଯାହା କହିଲେ ଲୋକମାନେ ତାହା ମାନୁଛନ୍ତି। ମୁଁ କେବେ ସେ କାଥଲିକ ବାପ୍ଟିଷ୍ଟ ଡାଇସେସ୍ ପେଣ୍ଟିକୋଷ୍ଟାଲ ଗୁଡ୍ ଏ ଯାକ ମୁଁ ମାନେ ନାହିଁ। ମୁଁ କେବଳ ଯୀଶୁଙ୍କୁ ମାନେ ବାଇବଲକୁ ଫଲୋ କରେ। ଯୀଶୁ ଯାହା କହିଛନ୍ତି ମୁଁ ସେଇଟା ମାନେ। ଆଉ ଆମେ ଗୁଣିଆ ଯାକ ନାହିଁ ଯେ ଯେମିତି ସେମିତି କରିଦେବୁ ଯିବୁ ସେମିତି ନାହିଁ। ପ୍ରଭୁ ପ୍ରଥମେ କହୁଛନ୍ତି ତମେ ମନ ପରିବର୍ତ୍ତନ କର। ମନ ପରିବର୍ତ୍ତନ କଲେ ପ୍ରଭୁ ଇଏ କରିବେ। ନିନିବେର ଲୋକମାନେ କଣ ପାଇଁ ପ୍ରଭୁ ନଷ୍ଟ କରୁଥିଲେ? ଜୋନାସକୁ କଣ ପାଇଁ ପଠାଇଥିଲେ? ନିନିବେର ଲୋକମାନେ ଦୁଷ୍ଟ ଯାକ ଥିଲେ, ପାପୀ ଯାକ ଥିଲେ। ଜୋନାସ ଡରିକି ସେ ତର୍ଷିସକୁ ପଳଉଥିଲେ। କିନ୍ତୁ ସେଇଠୁ ଆହୁରି ପ୍ରଭୁ ତାକୁ ଜାହାଜରେ ଗଡ଼ବଡ଼ କରିକି ଆଉ ଥରେ ମାଛ ପେଟରୁ ନେଇଛନ୍ତି। ଜୋନାସ ଯେତେବେଳେ ଆଉ ଥରେ ଗଲେ ପ୍ରଚାର କଲେ ସେ ସମୟରେ ମାନେ ସେ ପ୍ରଚାର ନିନିବି 40 ଦିନ ତାରେ ଉତ୍ପାଟନ କରିବେ, ପ୍ରଭୁ ନଷ୍ଟ କରିବେ, ସେ କଥାକୁ ସେମାନେ ଭୟ କରିକି ସେମାନେ କଣ କଲେ? ଉପବାସ କଲେ। ସେମାନେ ଉପବାସ କଲେ, ପିଲାଠୁ ବଡ଼ ବୃଦ୍ଧ ପର୍ଯ୍ୟନ୍ତ ଉପବାସ କଲେ। ପଶୁମାନେ ବି ନାହିଁ, ଖାଇଲେ ନାହିଁ, ପିଇଲେ ନାହିଁ ବୋଲି ଲେଖା ଅଛି। ତାପରେ ସେମାନେ ପଢିକି ଶୁଣଉଛି ସେଇଟା, ତାପରେ ଆମେ ପ୍ରାର୍ଥନା କରିବା ହେଲା। ଦେଖନ୍ତୁ ଆମର ସେ ଗୁଣିଆ ମାନେ ନାହିଁ, ଜାଡ଼ା ଫୁଙ୍କା ନାହିଁ। ଆମେ ଯାହା ବି କହିବୁ ବାଇବଲ ଦ୍ୱାରା ଯାହା ପ୍ରୁଫ୍ ଅଛି ଆମେ ତାହା ହିଁ କହିବୁ ଜଣକୁ। ଆମେ ଦେଖିବା। ଦେଖନ୍ତୁ ପ୍ରଭୁ ଯୀଶୁ ଆମକୁ ପ୍ରେମ କରନ୍ତି, ଆପଣମାନଙ୍କୁ ପ୍ରେମ କରନ୍ତି ପ୍ରଭୁ ଯୀଶୁ। ନହେଲେ ଆପଣ ମାନେ ମା ଆମକୁ କିଏ କି ଚାରି କୌଣସି କିଛି ବି ନାହିଁ। ପ୍ରଭୁ ଯୀଶୁକୁ ଜାଣିଛି ବୋଲି ଗୋଟେ ପରିବାର, ଗୋଟେ ବାପାଙ୍କର ସନ୍ତାନ। ତ ପ୍ରଭୁ ପ୍ରେମ କରନ୍ତି ସେଇଟା କହିବା ପାଇଁ ଚାହାନ୍ତି। ଜୋନାସ ପୁସ୍ତକ 3 ପର୍ବର 4ରୁ ଧ୍ୟାନ ଦେବ ଭଉଣୀ ହେଲା। ପୁଣି ଜୋନାସ ନଗରରେ ପ୍ରବେଶ କରିବାର ଆରମ୍ଭ କରି 1 ଦିନର ପଥ ଯାଇ ଉଚ୍ଚ ସ୍ୱରରେ ଘୋଷଣା କରି କହିଲେ, ଯଥା ଆଉ 40 ଦିନ ଗତ ହେଲେ ନିନିବି ଉତ୍ପାଟିତ ହେବ ବୋଲି କହିଲେ। ଆମେ କୌଣସି କାହାଣୀ କଥା କହିବୁ ନାହିଁ ଆଜ୍ଞା, ଯାହା ବାକ୍ୟ ଲେଖା ସେଇଟା ହିଁ କହିବୁ। ତାହେଲେ ବିଶ୍ୱାସ କରିବେ ନାହିଁ, ପଢି ଦଉଛି। ଫିର ବି ପଢିବା ଦରକାର ବାକ୍ୟ। ତହିଁରେ ନିନିବିର ଲୋକମାନେ ପରମେଶ୍ୱରଙ୍କ ଠାରେ ବିଶ୍ୱାସ କଲେ ଓ ଉପବାସ ଘୋଷଣା କରି ବଡ଼ ଠାରୁ ସାନ ପର୍ଯ୍ୟନ୍ତ ସମସ୍ତେ ଚଟ ବସ୍ତ୍ର ପିନ୍ଧିଲେ। ଦେଖନ୍ତୁ, ଅନନ୍ତର ଏହି ସବୁ ବାର୍ତ୍ତା ନିନିବି ରାଜା ନିକଟରେ ଉପସ୍ଥିତ ହୁଅନ୍ତେ ସେ ଆପଣା ସିଂହାସନରୁ ଉଠିଲା ଓ ଆପଣାର ବସ୍ତ୍ର କାଢି ଚଟ ପିନ୍ଧି ଭସ୍ମରେ ବସିଲା। ପୁଣି ରାଜାର ଅଧ୍ୟକ୍ଷ ଗଣର ଆଜ୍ଞାନୁସାରେ ସେ ନିନିବିର ସର୍ବତ୍ର ଏହି କଥା ଘୋଷଣା ଓ ପ୍ରଚାର କରାଇଲା, ଯଥା ମନୁଷ୍ୟ କି ପଶୁ କିମ୍ବା ଗମେଶାଦି ପଲ କେହି କିଛି ଆସ୍ୱାଦନ ନ କରୁ, ସେମାନେ ଭୋଜନ କି ଜଳପାନ ନ କରନ୍ତୁ। ମାତ୍ର ମନୁଷ୍ୟ ଓ ପଶୁ ଚଟ ପରିଧାନ କରି ଯଥାଶକ୍ତି ପରମେଶ୍ୱରଙ୍କୁ ଡାକନ୍ତୁ। ଆହୁରି ପ୍ରତ୍ୟେକ ଲୋକ ଆପଣା ଆପଣା କୁପଥରୁ ଓ ସେମାନଙ୍କ ହସ୍ତସ୍ଥିତ ଦୌରାତ୍ମ୍ୟରୁ ବିମୁଖ ହୁଅନ୍ତୁ। କିଏ ଜାଣି ପରମେଶ୍ୱର ଫେରି ଦୁଃଖିତ ହୋଇ ଆପଣା ପ୍ରଚଣ୍ଡ କ୍ରୋଧରୁ ନିବୃତ୍ତ ହେବେ, ତହିଁରେ ଆମ୍ଭେମାନେ ବିନଷ୍ଟ ନହେବା। ତହୁଁ ସେମାନେ ଯେ ଆପଣା ଆପଣା କୁପଥରୁ ଫେରିଲେ, ସେମାନଙ୍କର ଏହି କର୍ମ ପରମେଶ୍ୱର ଦେଖିଲେ। ପୁଣି ସେମାନଙ୍କ ପ୍ରତି ଯେ ଅମଙ୍ଗଳ ଘଟାଇବେ ବୋଲି କହିଥିଲେ, ପରମେଶ୍ୱର ତଦ୍ ବିଷୟରେ ଦୁଃଖିତ ହୋଇ ତାହା ଘଟେଇଲେ ନାହିଁ। କଣ ପାଇଁ ପ୍ରଭୁ ନଷ୍ଟ କରିବା ପାଇଁ ଚାହୁଁଥିଲେ? କାରଣ ସେମାନେ ପରିବର୍ତ୍ତନ ନଥିଲେ, ପାପ କରୁଥିଲେ। ଆଜି ମନେ ରଖନ୍ତୁ ମୋର ପ୍ରିୟ ମାନେ, ଖ୍ରୀଷ୍ଟିଆନ ଜୀବନ ଅଛି ପରିବର୍ତ୍ତନ ଜୀବନ। ଖ୍ରୀଷ୍ଟିଆନ ମୁଁ ଆଗରେ ମଦ ପିଉଥିଲି, ଭାତ ମୁଁ ପ୍ରଭୁଙ୍କୁ ଜାଣିଲି ହିନ୍ଦୁ ପରିବାର, ମଦ ଭାତରେ ପକେଇ ଖାଉଥିଲି। ମୁଁ ବିଡ଼ି, ସିଗାରେଟ, ନାଶ, ପୁଡ଼ିଆ, ଗଞ୍ଜେଇ ଭାଙ୍ଗ ମିନାର ଯାକ ସବୁ କରିଛି। ବେଶ୍ୟାଖାନାକୁ ଯାଇଛି, ବମ୍ବେରେ ଅନେକ ଜାଗା ବୁଲିଛି, ଟଙ୍କା ବି କମାଇଛି, ମର୍ଡର କରିବା ପାଇଁ ଯାଇଛି, ବହୁତ କିଛି ମୋ ଜୀବନରେ କରିଛି। ସେମିତି ଜାଗାରୁ ଗୋଟେ ଭଉଣୀ ମତେ କହିଲେ, ବାଇବଲ ପଢ ଭାଇ, ବଦଳି ଭଲ କର। ଗୋଟେ ଚାପଡ଼ା ଲଗେଇଲେ, ମତେ ଖ୍ରୀଷ୍ଟିଆନ କରିବା ପାଇଁ ଚାହୁଁଛ? ଯେହେତୁ ଆମେ ହିନ୍ଦୁ ପରିବାର ଭାଇ, ଆମେ ବେଶୀ ଘୃଣା କରିବା। ମୋର ଜଣେ ଗୁଣିଆ ଥିଲେ, ତାର ଆଖି କଳା ଧଳା ରଙ୍ଗ ଗୋଟେ ହେଇଥିଲା। ଯେହେତୁ ମୁଁ ବି କ୍ଲବକୁ ଯାଉଥିଲି, କାହାକୁ ଡରିବାର ନାହିଁ। ସେମିତି ହେଇକି ଲାଷ୍ଟରେ ମୁଁ କାହାକୁ ମାନୁନଥିଲି ସେଠିକି। ତାପରେ କଣ ହେଇଛି, ସେ ମନେ କଲେ ନାଇଁ ଭାଇ, ତମକୁ ଖ୍ରୀଷ୍ଟିଆନ କରିବା ପାଇଁ ଯିଏ ସ୍ୱର୍ଗ ପୃଥିବୀ ବନେଇଛନ୍ତି ସେ ପରମେଶ୍ୱର ତମ ଜୀବନରେ ସେ ଜୀବନ ବଦଳିବେ, ସବୁ ମଦ ପୁଡ଼ିଆ ଛାଡ଼ିଦେବ ବୋଲି କହିଲେ। ସେ ଭଉଣୀ କେରଳାର ପାଷ୍ଟର ମାନଙ୍କୁ ପରିଚୟ କରାଇଲେ। ମୋ ଦିନେ ଦେଖା ହେଇଗଲି, ସେମାନେ ମୋ ପାଇଁ ଆହୁରି ବାବାଣୀ କଲେ, ଶୈତାନ ବାନ୍ଧିଛି, ତମକୁ ପ୍ରାର୍ଥନା କର,
ପ୍ରଭୁ ଯୀଶୁଙ୍କଠାରେ ବୋଲି କହିଲେ ମୁଁ ତ ଜାଣି ନାହିଁ କ'ଣ ପ୍ରାର୍ଥନା କରିବି। 3 ମାସ ଯାଇ ବୁଲିବ ତମେ କ'ଣ କାମ କଲେ ବି ସଫଳ ହେବ ନାହିଁ। ଭଲ କାମ କଲେ ବି କିଏ ଟଙ୍କାଟେ ଦେବେନି, ତୋର କଥା ଶୁଣିବେ। ତଦ୍ରୂପ ଭାଇମାନେ, ମା ମାନେ ମନେ ରଖନ୍ତୁ, ଭଉଣୀମାନେ, ମୁଁ ସେମିତି ଏକା ବୁଲିଛି ଭାରତ 3 ମାସ ଯାଏ କେହି ଟଙ୍କା ତାମିଲନାଡୁ ପଣ୍ଡିଚେରୀ ଗଲି, ସେଠି ବି ଠିକାଦାରୀ କଲି ନମ୍ବର 1 ଜଙ୍କସନ ଟାଇଲ୍ସ କମ୍ପାନୀ, ସେଠି ବି ଟଙ୍କାଟେ ଦେଲେ ନାହିଁ। ସେଠି ଲକ୍ଷେ ଟଙ୍କା ଦେବେ କମେଇବି ଟଙ୍କା, ସେଇଠି ବି କିଛି ହବ ନାହିଁ। ଶୁଣନ୍ତୁ ହେଲା, ଏଇଟା ସବୁ ବାକ୍ୟରେ ଏକା ପ୍ରଭୁ ସୁସ୍ଥ କରନ୍ତି, ବାକ୍ୟ ଶୁଣିଲେ ଏକା କରିବେ ହେଲା। ଏଇଟା କାହାଣୀ କଥା ନାହିଁ, ଏଇଟା ପ୍ରଭୁଙ୍କର ଉପସ୍ଥିତି ଅଛି ଏଠି। ସେମିତି ହେଇକି ଏଇଟା ଜୀବନ୍ତ ସାକ୍ଷ୍ୟ ଗୁଡାକ। ସେଇଠୁ ସେ ମୁଁ ବୁଲି ଲାଷ୍ଟରେ ରାୟଗଡ଼ା ବସ୍ତା ଯାକ ଉଠେଇଲି, ମଦ ବେଶୀ ପିଇଲି। ତାପରେ ଜଣେ ମତେ କହିଲେ କେରଳ ବେଙ୍ଗଲୋର ଆସିବ କି ବୋଲି, ବେଙ୍ଗଲୋର ଡାକିଲେ। ସେଠି ଗଲା ପରେ ଆହୁରି ମଦ ବେଶୀ ପିଇଲି, ପୁଡ଼ିଆ ନାଶ ଏସବୁ କଲି। ସେଇଠୁ ଦିନେ ମୁଁ ମରିବା ପାଇଁ ଚାହୁଁଥିଲି, ଆତ୍ମହତ୍ୟା କରିବା ପାଇଁ। ସେଇ ସମୟରେ ମାଆକୁ ଫୋନ କଲି ସନ୍ଧ୍ୟା ସମୟରେ। ମା କହିଲେ ଦେଖ ବାବୁ, ତୋର ବାପା ତ ନାହାନ୍ତି, ଆଉ ବଡ଼ ପୁଅ ତ ମତେ ସହିବ ନାହିଁ, ତମ ସହିତ ଥିବି, ହେଲେ ତମେ ତ ମରିବ, କିନ୍ତୁ ମୁଁ ଭିକ୍ଷା ମାଗି ଖାଏ, ତୋର ପିଲା ଛୁଆ କ'ଣ ହେବେ ବୋଲି କହିଲେ। ସେଇ ସମୟରେ ପରମେଶ୍ୱରଙ୍କର ରୋଗ ମୁଁ ଡାଇରେକ୍ଟ ଶୁଣିଛି, ତମେ ଡୁବନ ନିଅ ବୋଲି। ମୁଁ କେବେ ଜାଣିନଥିଲି ବାଇବଲ ବିଷୟରେ। ଡୁବନ ନିଅ ବୋଲି ଯେତେବେଳେ ଶୁଣିଲି, ଫୋନ କାଟିଲି, କେରଳାର ପାଷ୍ଟର ମାନଙ୍କୁ କହିଲି, ପାଷ୍ଟର ମୁଁ ଡୁବନ ନେବି। ସେମାନେ କହିଲେ ଡୁବନ ତୁ କ'ଣ ଜାଣିଛୁ? ନାଇଁ ମତେ ଏମିତି ସମୟ ଏମିତି। ସପ୍ତାହ ଭିତରେ ଡାକିଲେ, ବେଙ୍ଗଲୁରୁରୁ କେରଳ ଗଲି, ମାଲାପୁରମ ଡିଷ୍ଟ୍ରିକ୍ଟରେ, ସେଇଠି ମୁଁ ଡୁବନ ନେଲି। ଡୁବନ ଯେତେବେଳେ ନେଲି, ମୋର ଯୋଉଟା ପୁଡ଼ିଆ ନାଶ ବିଡ଼ି ସିଗାରେଟ ଯାହା ବି ବାସା ଟାଉଟର ଥିଲା ସବୁ ଚେଞ୍ଜ କରିଦେଲେ ମୋର ଯୀଶୁ। ସେଥିପାଇଁ ଆଜି ଏଠି ଆସିଛି, ନହେଲେ ଆସିନଥାନ୍ତି। ସେଇଠୁ ମୋର ପ୍ରିୟ ମାନେ ମତେ ପ୍ରଭୁ ଯୀଶୁ ଦର୍ଶନ ଦେଲେ। ଦେଖ ସଲମନ, ମୋର ହାତ କଣ୍ଟା ମାରିଛନ୍ତି, ଦେଖ ଏଇଟା କକ୍ଷରେ ସେଠି ବର୍ଷାରେ ଆଘାତ କରୁଥିଲେ, ତୁ ମୋ ପାଇଁ ସାକ୍ଷୀ ହେବୁ, ସତ୍ୟତା କହିଯିବୁ ଲୋକମାନଙ୍କୁ ବୋଲି କହିଲେ। ସେଥିପାଇଁ ଆମେ ଏବେ ତ ଖାଲି ଆମେ ଖ୍ରୀଷ୍ଟାନ ମାନଙ୍କ ପାଖକୁ ଯାଉଛୁ, ଆଗରେ ବି ଜାତି ଏରିଆମାନଙ୍କୁ ଯାଉ, ହିନ୍ଦୁ ଏରିଆରେ ବୁଲି ଆମେ ସବୁ, ମୋ ସ୍ତ୍ରୀ ଆମର ପିଲା ଛୁଆ ସବୁ ଆମେ ସାଙ୍ଗସାଥି ହେଇକି ବୁଲି ଆମେ ସୁସମାଚାର ପ୍ରଚାର କରିଥିଲେ। ହିନ୍ଦୁ ଏରିଆରେ ଘରେ ଯାଇକି ନୂତନ ବାଇବଲ ବାଣ୍ଟୁଥିଲେ। ତ ଏବେ ପ୍ରଭୁ ଆମକୁ ଗୋଟେ ସେବା ଦେଇଛନ୍ତି। ଖ୍ରୀଷ୍ଟାନ ମାନେ ଆଜି ବି ଅନେକ ଲୋକ ପରିବର୍ତ୍ତନ ହେଇନାହାନ୍ତି, ଏବେ ବି ପ୍ରଭୁଙ୍କୁ ଜାଣିଲା ପରେ ବି ପୁଡ଼ିଆ ଛାଡ଼ି ନାହାନ୍ତି, ନାଶ ଛାଡ଼ି ନାହାନ୍ତି, ମଦ ଛାଡ଼ି ନାହାନ୍ତି। ପ୍ରଭୁ କ'ଣ କରିବେ ଏଇଟା ଶୁଣିବେ? ଏଇଟା ପବିତ୍ର ଜୀବନ କି ନାହିଁ ଆଜ୍ଞା। ପ୍ରଭୁ ଯେତେବେଳେ ଆସିବେ ସେତେବେଳେ ଆମର ଜୀବନ ବଦଳିବ। ଉଦାହରଣ କହିବି, ଯକ୍ଷ ଘରକୁ ଯେତେବେଳେ ଗଲେ, ଯକ୍ଷ ଜଣେ କରଗ୍ରାହୀ ମାନଙ୍କର ପ୍ରଧାନ ଥିଲେ, ବଡ଼ ଅଫିସର ଥିଲେ। ଯକ୍ଷ ଘରକୁ ଯେତେବେଳେ ଗଲେ ଯୀଶୁ, ସେତେବେଳେ ଲୋକମାନେ ପରିହାସ କଲେ ଯୀଶୁକୁ, ଏ ଦେଖ ପାପୀ ଘରକୁ ଗଲାଣି। ସେତେବେଳକୁ ଯକ୍ଷ କହୁଛନ୍ତି, ଏ ପ୍ରଭୁ, ମୁଁ ଦରିଦ୍ର ମାନଙ୍କୁ ଅର୍ଦ୍ଧେକ ସମ୍ପତ୍ତି ଦାନ କରିବି। କାହାରି ଯଦି ଅନ୍ୟାୟର ନେଇଛି ପ୍ରଭୁ, ତାହେଲେ ତାଙ୍କର 4 ଗୁଣରେ ଫେରେଇ ଦେବି ବୋଲି କହିଲେ। ସେଇଠୁ ପ୍ରଭୁ କହିଲେ, ଇଏ ଜଣେ ଅବ୍ରାହ୍ମଙ୍କ ସନ୍ତାନ ବଂଶ ବୋଲି କହିଲେ, ଯାହା ଆଜି ଏ ଗୃହରେ ଆଜି ପରିତ୍ରାଣ ଉପସ୍ଥିତ ବୋଲି କହିଲେ। ଯାହା ହଜି ଅଛି ତାହା ଖୋଜି ରକ୍ଷା କରିବା ପାଇଁ ମନୁଷ୍ୟ ପୁତ୍ର ଆସିଅଛନ୍ତି ବୋଲି କହିଲେ। ଏଇଟା ହଉଛି ପରିବର୍ତ୍ତନ ଜୀବନ। ସାଉଲ, ଯେ କି ପାଉଲ, ସେ ମରା ପିଟା କରୁଥିଲେ, ତାପରେ ପରିବର୍ତ୍ତନ ହେଲେ, ଦମେଶ୍ଵରରେ ପ୍ରଭୁ ଦେବେ। ଏଇଟା ହଉଛି ପରିବର୍ତ୍ତନ। ଖ୍ରୀଷ୍ଟାନ ଲାଇଫ ଆଜି କ'ଣ କେତେ ବର୍ଷର ବୋପା କାଳ ରୁହନ୍ତୁ ଆଜ୍ଞା, ସେଟା ଖ୍ରୀଷ୍ଟାନ ଲାଇଫ। ବାଇବଲରେ ବହୁତ ଗୁଡ଼ାଏ ଅଛି ହେଲା, ନହେଲେ ତ ମୁଁ କ'ଣ ପାଇଁ ନହେଲେ ଆହୁରି ବେଶୀ ପିଇଥାନ୍ତି, ଏମିତି ନାହିଁ ହେଲା। ସେଥିପାଇଁ ନିନିବେର ଲୋକମାନେ ଯେତେବେଳେ ସେମାନେ ତାଙ୍କର କାମ ମନ୍ଦ କର୍ମ ଗୁଡ଼ାକ ଛାଡ଼ିଲେ, ସେଇଠୁ ପ୍ରଭୁ ଦେଖିଲେ ପରିବର୍ତ୍ତନ। ପ୍ରଭୁ ସେଇଟା ଯୋଉ ବିଷୟ କହିଥିଲେ ନଷ୍ଟ କରିବା ବିଷୟରେ, ସେଇଟା ଆଉ କଲେ ନାହିଁ, ବଞ୍ଚିଗଲେ। ତ ଆମେ ଯେତେବେଳେ ଆମର କୁପଥରୁ ଆମେ ଫେରିବା, ସେତେବେଳେ ପ୍ରଭୁ ଦେଖିବେ ବଦଳି ଗଲେ ବୋଲି। ସେଇଠୁ ପ୍ରଭୁ ତାଙ୍କ ଦାସମାନଙ୍କ ଦ୍ୱାରା କଥା କହିବେ, ତାଙ୍କ ଦାସମାନଙ୍କ ଦ୍ୱାରା ସୁସ୍ଥତା ଦେବେ। ସୁସ୍ଥତା ଆମେ ଦେବୁ ନାହିଁ, ଏଇଟା ମନେ ରଖିଥାଉ। କୌଣସି ମଣିଷ ସୁସ୍ଥ କରିପାରିବେ ନାହିଁ। ସୁସ୍ଥତା କିଏ ଦେବେ? ପ୍ରଭୁ ଯୀଶୁ ଦେବେ। ଆଜି ଲୋକ ଏମିତି ରଙ୍ଗ ଶିକ୍ଷା ଦେଇଛନ୍ତି, ତମେ ଟଙ୍କା ରଖ, ଏତିକି ଟଙ୍କା ବୋଲି କହୁଛନ୍ତି। ଟଙ୍କା ରଖିକି ପ୍ରଭୁ ଖୁସି ହେବେ? କାହିଁ ଏମାନେ ରଖିନଥିଲେ ଟଙ୍କା? ମାନେ ଉଲ୍ଟା ଲୋକମାନଙ୍କୁ, ନ ଜାଣିବା ନିରୀହ ଲୋକମାନଙ୍କୁ ଶିଖେଇକି ରଖୁଛନ୍ତି ଲୋକମାନେ। ଏଇଟା ଆକା ପ୍ରଭୁ କହିଲେ, ତୁ ସତ୍ୟତା କହିଯିବୁ ଲୋକମାନଙ୍କୁ। ଦେଖ ଆଜ୍ଞା, ଆମେ ଦିନେ ମରିଯିବା ସମସ୍ତେ। ମଲା ପରେ ଆମର ଆତ୍ମା ସ୍ୱର୍ଗକୁ ଯିବାର ଅଛି ନା। ଧନୀ ବ୍ୟକ୍ତି ଲାଜାର ଭିକାରା, ଧନୀ ବ୍ୟକ୍ତି ଦୁଆରରେ ପଡୁଥିଲା, ତାର ଭାତ ଏଇଟା ଖାଉଥିଲା। ଧନୀ ବ୍ୟକ୍ତିର ଲାଜାର ମରିଗଲା, ଜାଣିଛନ୍ତି ଏ ଷ୍ଟୋରି ତ? ସେ ଲାଜାର ଯେତେବେଳେ ମରିଗଲା, ସେତେବେଳେ ଦୂତମାନେ ଆସିକି ଅବ୍ରାହ୍ମ କୂଳକୁ ନେଇଗଲେ। ଆଚ୍ଛା, ସେମିତି ଦିନେ କିଏ ମରିଗଲା?
ଧନୀ ଭକ୍ତି। ଧନୀ ଭକ୍ତି ଯେତେବେଳେ ମରିଗଲା କୋଉଠି ଅଛି କଣ କହୁଛି ସେ କୁହନ୍ତୁ ବା କଣ କହନ୍ତି ମାନେ ସେ ଉପରକୁ ନେଲେ ନିଆଁରେ ଛୋଟପଟ ହଉଛନ୍ତି କିଏ ଧନୀ ବ୍ୟକ୍ତି ନିଆଁରେ ଛୋଟପଟ ହେଇକି ଇଏ ତ ମୋ ଦୁଆରେ ପଡିଥିଲା ମୋର ଏଇଟା ଖାଉଥିଲି ଇଏ କେମିତି ଏ ଅବ୍ରାହମ ପିତା ତାକୁ ଟିକେ କହିଦଉନ ପାଣି ଲାଗୁଟେ ଟିକେ ବୁଡାଇ କେଲେ ଜୀବରେ ପକେଇ ଦବ ସେତେବେଳକୁ କହିଲେ ନାଇଁରେ ବାବୁ ତୁ ବଞ୍ଚିଥିଲା ଭଲ ମତ କରୁଛୁ ତ ବୋଲି କହିଲେ ସେତେବେଳକୁ ନାଇଁ ପ୍ରଭୁ ଟିକେ ନହେଲେ ମୋର ଭାଇମାନେ ଅଛନ୍ତି 5 ଜଣ ତାଙ୍କ ପାଖକୁ ହେଲେ ଯାଆନ୍ତୁ ଅବ୍ରାହମ କହିଲେ ନାଇଁ ସେମାନେ ପାଖରେ ମଶାଙ୍କର ବ୍ୟବସ୍ଥା ବାବାଙ୍କର ଶାସ୍ତ୍ର ଅଛି ପଢନ୍ତୁ ନାଇଁ ସେତିକି ଯଥେଷ୍ଟ ନାହିଁ ବୋଲି କହିଲେ ଯଥେଷ୍ଟ ନାହିଁ କହିଲା ବେଳକୁ ସେ ମୃତ୍ୟୁ ଉଠିକି ଗଲେ ଏକ ବିଶ୍ୱାସ କରିବେ ଯଦି ବାବାଦୀ ଶାସ୍ତ୍ର ଯଦି ବିଶ୍ୱାସ କରୁନାହାନ୍ତି ଇଏ ଉଠିକି ଗଲେ ବି ବିଶ୍ୱାସ କରିବେ ନାହିଁ ଅବ୍ରାହମ କଣ କହିଥିଲା ଆଉ ଗୋଟେ ବିଷୟ ଇଆଡେ ଲୋକ ସିଆଡେ ଯାଇପାରିବେ ନାହିଁ ସିଆଡେ ଲୋକ ଏଇଠି ଆସିପାରିବେ ନାହିଁ ହେଲେ ମତେ ଗୋଟେ ବିଷୟ କୁହନ୍ତୁ ଆଜି ସମାଧି ଜଣଙ୍କ ପାଖକୁ ଯାଇକି ଯାତ୍ରା କରିଦେଲେ ପ୍ରଭୁ ସେ ନର୍କକୁ ଯାଇଥିବ କେମିତି ବଞ୍ଚିବ ଟିକେ କୁହନ୍ତୁ ମତେ ଯାଇପାରିବେ ତମେ ଜୀବନରେ ବଞ୍ଚିଥିଲା ବେଳକୁ ତମେ ଭଲ କାମ କରିନ ତମ ପାଇଁ ଏବେ ସମାଧିରେ ଯାତ୍ରା କଲେ କି କୌଣସି କଲେ କି ସୁତ କରିକି ମାଂସ ଭାତ ଖାଇଲେ ଆତ୍ମା ସିରି ଯିବ ହେଲେ ଅବ୍ରାହମ ତାହେଲେ ତ ଯାହା ଭଲ କଥା ବୋଲି କହିଥାନ୍ତା ଏଇଠୁ ଲୋକମାନେ ଶିକ୍ଷା ପାଉନାହାନ୍ତି କିଛି ବୁଝୁନାହାନ୍ତି ବାଇବଲକୁ ଫାଦର ହଉ କି ପାଷ୍ଟର ହଉ କି ବ୍ରଦର ହଉ କି ରେଭରେଣ୍ଡ ହଉ କି ବିଶପ ହଉ ଯିଏ ବି ହଉନା କାହିଁ ଏଇଠୁ ଶିଖିବେ ନାହିଁ ଜଣେ ମଲା ପରେ ତାର ଗଲା ତାର ଜୀବନରେ ଥିଲା ବେଳକୁ ବଞ୍ଚିଥିଲା ବେଳକୁ ଫେରିବାର ଅଛି ଜିଜିକଲ ପୁସ୍ତକରେ ଏବେ ସମୟ ବେଶୀ ନାହିଁ ସେଥିପାଇଁ ମୁଁ କମ କହୁଛି ସ୍ପିଡ କହୁଛି ହେଲା ଭୁଲ ବୁଝିବେ ନାହିଁ ମୋର କଥା ଆକା ସେମିତି ଆମେ ହୃଦୟ ସହିତ ଜଣକୁ ପ୍ରେମ କରୁ ଭାଇ ମୁଁ ଯଦି ଏ କଥା କହିବି ନାହିଁ ପ୍ରଭୁଙ୍କୁ ମତେ ଦିନ ହିସାବ ଦେବାକୁ ପଡିବ ତୁ କଣ ପାଇଁ ଯାଇଥିଲୁ ରେ ସେଠି ବୋଲି କହିବି ମତେ ପ୍ରଭୁ ଆମେ ଏଠି ପ୍ରାର୍ଥନା କରିକି ଯିବୁ ହେଲେ ବି ପ୍ରଭୁ ଏତେ କରୁଥିଲୁ ତ ମାତ୍ୟୁ 7:21-22 କହୁଛନ୍ତି 22 ପ୍ରଭୁ ତୁମ ନାମରେ ଭୂତ ଚଢେଇଥିଲୁ ତ ବାବାଣୀ କରିଥିଲୁ ଅନେକ ଶବ୍ଦରେ ମୁଁ ତୁମକୁ ଜାଣିନାହିଁ ରେ ଅଧର୍ମାଚାର ଦରହ ତୁମେ କେଉଁ ଧର୍ମ ଲୋକ କେଉଁ ଗୋଷ୍ଠୀର ଲୋକମାନେ ଯାଅ ତମ ପାଇଁ ନିଆଁ ରହିଛି ଏଇଟା ଆମେ ଶୋଇବା ପାଇଁ କି ନାଇଁ 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 ପ୍ରଭୁ ଆମକୁ ସେଇଟା ପାଇଁ ପଠେଇ ନାହାନ୍ତି ବାକ୍ୟ କହିକି ପ୍ରାର୍ଥନା କରିବା ପାଇଁ ପ୍ରଭୁ ସୁସ୍ଥ କରିବା ସେ ଆମେ ନାହିଁ ଯେତେ ବି ବାକ୍ୟ କୁହାହଉଛି ମୋର ପ୍ରିୟ ମାନେ ସେଟା ସତ୍ୟ ଅଟେ ଏଟା ମିଥ୍ୟା ନାହିଁ ଲାଜାର ଧନୀ ବ୍ୟକ୍ତି ନହେଲେ ତ ଆରାମ ସେ ମଲା ପରେ ସେଠି ଥାନ୍ତେ କଣ ପାଇଁ ତାଙ୍କ ଜୀବନ ପରିବର୍ତ୍ତନ ନ ଥାଇକି ଯଦି ଜଣେ ମଲା ଆଜ୍ଞା ତା ପାଇଁ ସମାଜରେ କେତେ ଫୁଲମାଳ କେତେ ଯାତ୍ରା କରନା କାହିଁ କିଛି ଲାଭ ନାହିଁ ଆମେ ସଦ୍ଗତି କରିବା ମଣିଷର ଆତ୍ମାକୁ ପ୍ରଭୁ ଯୀଶୁ କରିବେ ଆମେ ନାହିଁ ସେଥିପାଇଁ ତ ଜଣେ ମଣିଷ ମନ ପରିବର୍ତ୍ତନ କରିବାକୁ ପଡିବ ଯୀଶୁ କହିଲେ ମନ ପରିବର୍ତ୍ତନ କର କାରଣ ସ୍ୱର୍ଗରେ ଦେଶ ନିକଟ ଏଟା ବଦଳେଇବାର ଅଛି ମନ ଆମର ଯୋଉ ନାଶ ଖାଇବା ପୁଡ଼ିଆ ଖାଇବା ବିଡ଼ି ଖାଇବା ସିଗାରେଟ ମଦ ବାସା ଟାଉଟର ବେବିଚାର କରିବା ଲାଇନ ଏ ଯାକ ସବୁ ଛାଡ଼ିବାର ଅଛି ପ୍ରତିମା ପୂଜା ସବୁ ପଳାୟନ କରିବାର ଅଛି ଆଜ୍ଞା ମାନେ ଏ ଯାକ ନ ଜାଣିଲେ ଦେଖ ପ୍ରଭୁ ସୁସ୍ଥ କରିବେ ନାହିଁ କୌଣସି ଜାଗାକୁ ଯାଆନ୍ତୁ ମେଡିକାଲ ସୁସ୍ଥ କରିପାରିବୁ ନାହିଁ କୌଣସି ଗୁଣିଆ ମାନେ ତ ଉଲ୍ଟା କରିଦେବେ ଏଟା ମନେ ରଖ ଆମେ କାଲି ରାତିରେ ପ୍ରେୟାର କରିଛୁ ପ୍ରାର୍ଥନା କରିଛୁ କେତେ କେତେ ଗୁଣିଆ ମାନେ ଆମକୁ ଆଟାକ କରିବା ପାଇଁ ଚେଷ୍ଟା କରୁଥିଲେ ଆମେ ଜାଣିଛୁ ସେଟା କାଲି ରାତିରେ ସେମାନେ ଜାଲ ପକେଇବେ ନାହିଁ ମାଛ ଧରିବା ଏମିତି ଯୋଉ ଦଣ୍ଡା ଏମିତି ନଥିବେ ଏମିତି ଦେଖୁନା ସେଇ ଜାଲ ମତେ ପକେଇଥିଲେ ସେମାନେ ତମର ତମ ଘରେ ତମ ଘରେ ସେ ଦାଣ୍ଡରେ ସେମାନେ ଏଇଟା ଅନ୍ୟ ଲୋକ ଦେଖିପାରିବେ କି ଆଉ ସେଇଠୁ ପକେଇଥିଲେ ସେଇଟା ଉଲ୍ଟା ଗଲା ସେଇଟା ତୀର ମାରିଥିଲେ ତୀର ମଧ୍ୟ ତଳକୁ ଗଲା ପଥର ମଧ୍ୟ ତଳକୁ ଗଡ଼ିଗଲା କେତେ କେତେ ସେମାନେ ଇଏ କରୁଥିଲେ ଆମେ ଜାଣିଛୁ ସେଇଟା ଆପଣମାନେ ଜାଣିପାରିବେ କି ସେଇଟା ଆମେ ପ୍ରେୟାର କରି ଲୋକ କହୁଛନ୍ତି ପ୍ରେୟାର କରୁନାହିଁ କିଏ କହିଲା ଗୀତ ସହିତ 150ରେ ପଢିନାହାନ୍ତି କରତାଳ ଦେଇକି ପ୍ରଭୁଙ୍କୁ ସ୍ତୁତି କରିବେ ଆଜି ମା କହୁଥିଲା ତଳ କରତାଳ ଦେଇକି ପ୍ରାର୍ଥନା କଲେ ବାବୁ ଆଜ୍ଞା ଏମିତି କରୁଛୁ ଏମାନେ ବାଇବଲ ପଢିନାହାନ୍ତି କି ପ୍ରଭୁଙ୍କୁ କରତାଳ ଦେଇକି ସ୍ତୁତି କରାଯିବ ପ୍ରାର୍ଥନା କର ନାହିଁ ବୋଲି କହୁଛନ୍ତି ପୁଣି ବାଇବଲ କହୁଛି ନିରନ୍ତର ପ୍ରାର୍ଥନା କର ଲୋକ 18 ବି ଅଛି କ୍ଲାନ୍ତ ନାହିଁ ସର୍ବଦା ଏଟା ଜାଣିନାହାନ୍ତି ଏଟା କୋଉଟା ଇଏ କରୁଛନ୍ତି ନଥିବାଟା ଗୋଟେ କହିଲେ ଆମେ ଶୁଣିବୁ କି ବାଇବଲରେ ଆମକୁ ପ୍ରୁଫ ଦେବାର ତାପରେ ଗୁଣିଆ ମାନଙ୍କ ପାଖକୁ ଯିବାଟା ଭୁଲ ଅଟେ ପାଞ୍ଜି ଦେଖିବାକୁ ଯିବେ ନାହିଁ ବୁତୁରିଆ ପାଖକୁ ଯିବେ ନାହିଁ ଏ ଯୋଉ ଚାଉଳ ଦେଉନାହାନ୍ତି ସେଇଟାକୁ ଯିବେ ନାହିଁ କୌଣସି ଫୁଲ ଯାକ ଯୀଶୁ କୌଣସି ଯାକ କହି ନାହାନ୍ତି କେବେ ବି ନାହିଁ ତମେ ପ୍ରାର୍ଥନା କର ଯାକ ପୁସ୍ତକ 5:13 ଲେଖା ଅଛି ତୁମମାନଙ୍କ ମଧ୍ୟରେ କେହି ଯଦି ଦୁଃଖ ଭୋଗ କରୁଛି ସେ ପ୍ରାର୍ଥନା କରୁ ବୋଲି ଲେଖା ଅଛି ଏମିତି ଲେଖା ନାହିଁ କି ଲେଖା ଅଛି ପ୍ରାର୍ଥନା କରିବା ଭଉଣୀ ବ୍ୟସ୍ତ ହୁଅନ୍ତୁ ନା ଆମେ ସତ୍ୟ ବାକ୍ୟ କହିକି ଏକା ଯିବୁ ଆମେ ଆସିଛୁ ବୋଲେ ଏଠି କିଛି ନ କହିକି ଯିବୁ ନାହିଁ ଖାଲି ପ୍ରାର୍ଥନା କରିକି
ବାକ୍ୟ କହିକି ଏକା ଯିବ। ଦେଖନ୍ତୁ ଯାକୁବ 5:13 ଅଛି, ତୁମାନଙ୍କ ମଧ୍ୟରେ କ'ଣ କେହି ଦୁଃଖ ଭୋଗ କରୁଅଛି ସେ ପ୍ରାର୍ଥନା କରୁ। ଆଜି ଲୋକ ପ୍ରାର୍ଥନା କରିବା ପାଇଁ ମନା କରୁଛନ୍ତି। ଏଠି କୋଉ ଆତ୍ମା ଯାକ ଅଛନ୍ତି ଏଠି କେଜାଣି। କେହି କ'ଣ ଆନନ୍ଦିତ ଅଟେ ସେ ଗୀତ ଗାନ କରୁ। ତୁମାନଙ୍କ ମଧ୍ୟରେ କ'ଣ କେହି ପୀଡ଼ିତ ସେ ସେ ମଣ୍ଡଳୀର ପ୍ରାଚୀନମାନଙ୍କୁ ଡକାଉ, ସେମାନେ ପ୍ରଭୁଙ୍କ ନାମରେ ତୈଳ ମକାଇ ତାହା ନିମନ୍ତେ ପ୍ରାର୍ଥନା କରନ୍ତୁ। କିନ୍ତୁ ବିଶ୍ୱାସଯୁକ୍ତ ସେହି ପ୍ରାର୍ଥନା ସେହି ରୋଗୀକୁ ରକ୍ଷା କରିବ। ବିଶ୍ୱାସ ସହିତ ଯେଉଁମାନେ ପ୍ରାର୍ଥନା କରିବେ ସେ ରୋଗୀକୁ କ'ଣ କରିବ? ରକ୍ଷା କରିବ। ପୁଣି ପ୍ରଭୁ ତାହାକୁ ଉଠେଇବେ। ଆଉ ଯଦି ସେ ପାପ କରିଥାଏ ତାହେଲେ ତାହାକୁ କ୍ଷମା ଦିଆଯିବ। ଏତେ ସୁନ୍ଦର ବାକ୍ୟ ଯାକ ଅଛି। ଅର୍ଥ ପରସ୍ପର କ'ଣ ଅତଏବ ପରସ୍ପର ନିକଟରେ ଆପଣ ଆପଣର ପାପ ସ୍ୱୀକାର କର। ନିଜ ନିଜ ଆମେ ଯୋଉ ବିରୋଧ କରୁନା ବିରୋଧରେ ତା ବିରୋଧରେ ସେଟା ସ୍ୱୀକାର କରିବାର ଅଛି। ପ୍ରଭୁ ମୁଁ ଏମିତି ପ୍ରଭୁ ସେଇଟା ଶିଖେଇଛନ୍ତି ହେଲା। ଆଉ ଟିକେ ଖୋଲି ଦଉ ସେପଟେ ଖୋଲି ଦଉଛୁ ଏତେ ଧୂଆଁ ହେଲା। ତାପରେ ମୋର ମୁଣ୍ଡ ସବୁ ବତାଇଲେ ଏଇଟା ଧୂଆଁ ହେଇକି। ତାପରେ ପାପ ସ୍ୱୀକାର ପୁଣି ସୁସ୍ଥ ହେବା ନିମନ୍ତେ ପରସ୍ପର ପାଇଁ ପ୍ରାର୍ଥନା କର। ଧାର୍ମିକ ବ୍ୟକ୍ତିର ପ୍ରାର୍ଥନା ଅନେକ କାର୍ଯ୍ୟ ସାଧନ କରେ। ଆପଣମାନେ କେବେ ପାଷ୍ଟର ମାନଙ୍କୁ ଡାକିଛନ୍ତି ଘରେ ପ୍ରାର୍ଥନା ପାଇଁ? ଡାକିଛନ୍ତି ହେଲେ କ'ଣ ହେଲା ନାଇଁ? ଏବେ କଥା ଏ ବାକ୍ୟ ଅନୁସାରେ ଡାକିବାର ଅଛି ନା। ଏବେ ଆମକୁ ଡାକିଲେ ଅରଲ କହିଲେ ଠିକ ଅଛି। ବାକ୍ୟ ଅନୁସାରେ ଆଗରୁ ବି ଏମିତି ଡାକିକି ଗୁଣିଆ ପାଖକୁ ଯିବା ପୂର୍ବରୁ ଭାଇ ଏଇ ଯାକ ସବୁ ଆପଣଙ୍କ ମଣ୍ଡଳୀର ପ୍ରାଚୀନ ମାନଙ୍କୁ ପାଷ୍ଟର ମାନଙ୍କୁ ଡାକିବା କଥା। ଯଦି ସେମାନଙ୍କ ଦ୍ୱାରା ସେ ବରଦାନ ନାହିଁ, ଏଇଟା ସମସ୍ତଙ୍କ ଦ୍ୱାରା ହୁଏ ନାହିଁ। ଏଟା ମନେ ରଖନ୍ତୁ। ପ୍ରଭୁ ସ୍ପେଶାଲ କିଛି ଲୋକମାନଙ୍କୁ ଗିଫ୍ଟେଡ ଅଭିଷେକ ଦେଇଛନ୍ତି, ସେମାନଙ୍କ ଦ୍ୱାରା ହୁଏ ଏଟା। ଆଉ ସମସ୍ତଙ୍କ ଦ୍ୱାରା ହବ କି? ସମସ୍ତେ ଚାକିରି କରୁଛନ୍ତି କିନ୍ତୁ ଗୋଟେ ଆକା କରୁଛନ୍ତି କି? ଅଲଗା ଅଲଗା ସେମାନଙ୍କର ଡିପାର୍ଟମେଣ୍ଟ ଅଲଗା ଅଲଗା। ସେମିତି ସେବା ମାନେ ଏମିତି ଲେଖା ଅଛି, ଆତ୍ମା ଗୋଟେ, ଅନୁଗ୍ରହ ଦାନ ମାନେ ଅନେକ, କିନ୍ତୁ କିଏ ଆତ୍ମା ଏକ। ପ୍ରଭୁ ଏକ, ସେବା ବିଭିନ୍ନ ପ୍ରକାର। ପ୍ରଭୁ ଏକ, କାର୍ଯ୍ୟ ବିଭିନ୍ନ ପ୍ରକାର। ଈଶ୍ୱର ଏକ। ଅଲଗା ଅଲଗା ଡିପାର୍ଟମେଣ୍ଟ ଅଲଗା ଅଲଗା କାମ ସେମିତି ପ୍ରଭୁ ଦାୟିତ୍ୱ ଦେଇଛନ୍ତି। କିନ୍ତୁ ସେଇଟା ଏବେ ଯଦି ପିଉନ ଯଦି ସେଠି ଡକ୍ଟର କାମ କରିବନି ହବ କି? ନାଇଁ, ପିଉନର କାମ ପିଉନ କରିବ, ଡକ୍ଟର କାମ ଡକ୍ଟର କରିବ, ସିକ୍ୟୁରିଟିର ସିକ୍ୟୁରିଟି କାମ କରିବ, ଗେଟରେ ଜଗିବ। ସେ ଆଉ ବସିକି ଚେୟାରରେ ଲେଖି ବୋଇଲା ପାଠ ପଢି ସେମିତି ହବ ନାହିଁ। ସେମିତି ପ୍ରଭୁ ଯାହାକୁ ଯୋଉ କାମ ଦେଇଛନ୍ତି ସେଇଟା କାର୍ଯ୍ୟ ସେମାନେ କରିବେ। ଆପଣ ମାନେ ଦେଖନ୍ତୁ, ମଶାଣି ଯାତ୍ରାକୁ ଯାଇକି ମଶାଣିରେ କରିକି କ'ଣ ଏମିତି ହବ? ନହେଲେ ମଶାଣିରେ କିଏ ରହିବେ ଜାଣିଛନ୍ତି? ଭୂତ ଯାକ ରହିବେ, ମଶାଣି ଆତ୍ମା ମାନେ। ଇଏ ଦାରିଙ୍ଗବାଡି ପେତାରବାଡି ଜାଣିଛନ୍ତି? ବର୍ତ୍ତମାନ ଇଏ ଗତ ମାସ 14 ତାରିଖ ଗୋଟେ ପ୍ରୋଗ୍ରାମ ରଖିଥିଲେ ପାଷ୍ଟେଟରେ। ସେଇଠି 13 ତାରିଖରେ ଆମେ ଯାଇଥିଲୁ ସଣ୍ଡେ ଦିନ। ତମ ବୟସର ଏକା ଜଣେ ପିଲା, ତମର କେତେ ହେଲା ତମର ବୟସ? ନାଇଁ, ସେ ଟିକେ 18 ଦାରିଙ୍ଗବାଡି ପଢୁଛନ୍ତି କଲେଜ। ସେ ପିଲା ତାର ସାଙ୍ଗ ଜଣେ ଗୋଟେ ମାସ ପୂର୍ବରୁ ମରି ଯାଇଛି କରେଣ୍ଟ ସଟ୍ ହେଇକି। ଏଟା ଶିଖ ବୋଲି କହୁଛି ମୁଁ ଏଟା। ତାପରେ ସେ କ'ଣ ହେଇଛି, ଘରକୁ ଆସିଲା ଛୁଟିରେ, ଆସିବା ଲୋକ କାନରେ ଭିଡିଓ ଅଛି, ସେଇଟା ପରେ ଦେଖେଇବ, ଆମେ ପ୍ରୁଫ୍ କରିବ। ଏଇ ବ୍ଲଡ ବ୍ଲିଡିଂ ହଉଥିଲା ଏଠି ପୁରା ଫୁଟ ଫୁଟ କରି ଏ କାନରେ। ଡକ୍ଟରକୁ ଦେଖେଇଲେ ଦିଟା କିଛି ସେମାନେ ବି ଜାଣୁନାହାନ୍ତି। ପେନକିଲର ଟାବଲେଟ ଖାଇଲେ ବି କିଛି ନାହିଁ ଭାଇ, କିଛି ହଉନାହିଁ। ତାପରେ ସେ ତ ଶୁକ୍ରବାର ତ ସେଟା ହେଇଛି, ଏମିତି ହେଇକି ତ କାନ୍ଦିକି ରହୁଛି। ସେ ଆଉ ଖାଉନାହିଁ। କାନରେ କେମିତି ବତାବ ଯେ ବ୍ଲଡ ବ୍ଲିଡିଂ ହଉଛି, ପାଣି ଭଳି ଜ୍ୱର ଫୁଟୁଛି। ଲାଷ୍ଟରେ ଆମେ ଗଲୁ ସେଇଠି 14 ତାରିଖ ପାଇଁ, ହେଲେ ରବିବାର ଦିନ 13 ତାରିଖରେ ଆମେ ଗଲୁ। ସନ୍ଧ୍ୟାରେ ମୁଁ କହିଲି ସେ ପାଷ୍ଟରକୁ କହିଲି, କିଏ ଆସିବେ କି ଆଜ୍ଞା ପ୍ରାର୍ଥନା ପାଇଁ ବୋଲି କହିଲି। ନାଇଁ ଆଜ୍ଞା କିଏ ଆସିବେ କୁହାଇଲା, ଟିକେ କହି ଦେଖନ୍ତୁ କହିଦେବୁ। ଯେତେବେଳେ କହିଗଲେ ସେତେବେଳେ ସେ ବାବୁକୁ ନାଇଁ, ତାର ବାପା, ତାର ମା, ତାର ଭାଇ, ତାର ଭଉଣୀ ଆସିଲେ। ତାର ଭଉଣୀ କ'ଣ କଲେ, ତାକୁ କାନରେ ଏମିତି ଧରିକି ଆସିଥିଲେ, ଏଇ ସାଇଡ୍ ରାଇଟ୍ ସାଇଡ୍ ହେଇଥିଲା। ଆସିଲା ପରେ ଆଜ୍ଞା ପ୍ରଚାର କଲେ, ତାପରେ ମୁଁ ବି ଟିକେ ପ୍ରଚାର କଲି, ପ୍ରାର୍ଥନା କଲି। ପ୍ରଭୁ ମତେ ଦେଖେଇଲେ ସେଠି ବେଙ୍ଗ ଥିବାଟା ଦେଖେଇଲେ। ବେଙ୍ଗ ହଉଛନ୍ତି ସ୍ପିରିଟ ଗୁଡାକ, ସେଟା ଆତ୍ମା ଗୁଡା, ଦୁଷ୍ଟ ଆତ୍ମା ଗୁଡା ଦେଖେଇଲେ। ପ୍ରାର୍ଥନା ସରିଲା ପରେ ମୁଁ କହିଲି ପ୍ରେଜ୍ ଦ ଲର୍ଡ ବୋଲି କହିଲି, ଉଠା ବୋଲି କହିଲି। ଯେତେବେଳେ ଧରିଲି ଝାଳ ଫୁଟିଲା, ତାର ଝାଳ ଫୁଟିକି ଗୋଡେଇଥିଲା ସଙ୍ଗେ ଦିଟା କାଢିଲା। ମୁଁ କହିଲି କ'ଣ ପାଇଁ କାଢିଲ? ସେ କହିଲେ ନାଇଁ ମତେ ଭଲ ଲାଗିଲା କାଢିଲି। ଯେତେବେଳେ ଇଏ କଲି ସେ ପଡିଗଲା। ତାପରେ ମୁଁ କହିଲି କୋଉଠୁ ହେଇଛୁ ତୁ? କିଏ ବୋଲି କହିଲି। ତାପରେ ମଶାନ ରହିଛି କହିଲା। ମଶାନ ରହିଛୁ?
କଣ ପାଇଲୁ? କିଏ ତୋର ନାଁ? ତାର ନାଁ ସବୁ କହିଲା, ତାର ସାଙ୍ଗ ଆକା ମୁଁ ଜଣେ ହେଲି ବୋଲିକି ଆକୁ ନେବା ପାଇଁ ଆସିଛି କହିଲା। ଜାଣିଛନ୍ତି ମଶାଣରେ ଦୁଷ୍ଟ ଆତ୍ମା ମାନେ ଅଛନ୍ତି। ଲୋକ ଆଜି ବୁଝି ନାହାନ୍ତି ଯାକ ସବୁ ନା। ସବୁ ରୀତିନୀତି ପରମ୍ପରା ଲୋକ ବ୍ୟବସ୍ଥାରେ ଲୋକମାନଙ୍କୁ ବନ୍ଧନରେ ରଖିଦେଇଛନ୍ତି। ଲୋକମାନେ ସତ୍ୟକୁ ଜାଣିନା। ସେଇଟାକା ଜହନ ପୁସ୍ତକ ଲେଖା ଅଛି, ସତ୍ୟ ଜ୍ଞାତ ହେଲେ ସତ୍ୟ ମୁକ୍ତ କରିବ ତୁମ। ଆଜି ଲୋକ ସତ୍ୟ ଜାଣିବା ପାଇଁ ଚାହୁଁନାହାନ୍ତି, ଚାହୁଁନାହାନ୍ତି। ଏଇଟା ଦୁଃଖର ବିଷୟ। ସତ୍ୟ ଜାଣିଲେ ତ ମୁକ୍ତ ହେବେ। ସତ୍ୟକୁ ଯଦି ବିରୋଧ କରିବେ ଭାଇ, ଆମକୁ ଯଦି କଣ ସେ ଆଜ୍ଞା ଏମିତି କହିଦେଲେ ବୋଲି କହିଦେବ। ଆରେ ଭାଇ ବାଇବଲ ଥିବାଟା କହୁଛୁ, ଆମେ ନଥିବାଟା କହୁନୁ। ହଁ ସେମିତି କି ତୁ ଯିବୁ କି ନାଇଁ? ଯିବି ନାଇଁ କହୁଥିଲା, ଯିବୁନୁ? ଠିକ ଅଛି ଦେଖିବା। ତାପରେ ସେ ତାର ନାଁ ପଚାରେ, ତୋର ନାଁ କଣ ବୋଲି କହିବେ? ତାର ନାଁ ହଉଛି ନୁହ। ଶରୀର ଅନୁସାରେ ମୁଁ ନୁହ ବୋଲି କହିଲି, ଏ ତୁ ନୁହ ନାହିଁ ତ ବୋଲି କହିଲି। ମତେ ହାତ ଧରେ, ତୁ ଯଦି ନୁହ ବୋଲି ହାତ ଧରି ପାରୁନାହିଁ, ଏମିତି ହଉଛି। ମୁଁ କହିଲି କଣ ପାଇଁ? ତୁ ନୁହ ତ ଧରେ। ତାପରେ ସେ ଧରି ପାରିଲା। ତାପରେ ସେ ସବୁ କହିଲା ଯିବି ବୋଲି। ତାପରେ ପଡିଗଲା। ସେ ଉଠେଇଲ, କୁଆଡେ ଅଛୁ ବୋଲି କହିଲା। ଆମକୁ ଜାଣିଛୁ? ନାଇଁ ଆଜ୍ଞା। କୋଉଠି ଅଛୁ? କୁଆଡେ ଆସିଛି ବୋଲି ସେ ଜାଣିନି। ଶୁକ୍ରବାର ଦିନ ଠାରୁ ରବିବାର ସନ୍ଧ୍ୟା ପର୍ଯ୍ୟନ୍ତ ଜାଣିପାରି ନାହିଁ। ସବୁ ଭିଡିଓ ଯାକ ରେକର୍ଡିଂ କରୁଛନ୍ତି। ମୋର ପ୍ରିୟ ମାନେ ଏମିତି ଦୁଷ୍ଟ ଆତ୍ମା ମାନେ ମଶାଣୀରୁ ଯାଆନ୍ତି। ଆଜି ମଶାଣୀକୁ ଯାତ୍ରା କରିଦେବେ, ସେଇଠୁ ଧରିବେ ନାହିଁ, କଣ କରିବେ? ଆମ ଲୋକ ନ ବୁଝିକି ତ ଅଛନ୍ତି। ଯାହା ଦେଖନ୍ତୁ, ଯାହା ବି ପ୍ରଭାବ ପ୍ରଭାବ ହଉ, ମୋର ପ୍ରିୟମାନେ ପ୍ରଭାବ ପ୍ରଭାବକୁ ପ୍ରେମ କରୁଛନ୍ତି ହେଲା। ବାକ୍ୟ ହିଁ ଜୀବନ ଦେବ। ସୁସ୍ଥତା ଦିନେ ଜୀବନ ଦେବ ନାହିଁ, ସୁସ୍ଥତା ଦରକାର ଅଛି, କିନ୍ତୁ ଆମକୁ ଅନନ୍ତ ଜୀବନ ଦରକାର, ଯୋଉଟା ଆତ୍ମା କେବେ ମରେ ନାହିଁ। ସେଇଟା ପାଇଁ ନାହିଁ କି ଭାଇମାନେ ଭଉଣୀମାନେ ଆମକୁ ପରିବର୍ତ୍ତନ ହେବାକୁ ପଡ଼ିବ। ଯଦି ଏମିତି ଅଛି କ୍ଷମା ମାଗନ୍ତୁ ପ୍ରଭୁକୁ। ଗୁଣିଆ ପାଖକୁ ଯାଇଛନ୍ତି, ବାଇବଲ କୁହେ ଆମେ କ୍ଷମା ମାଗିବା। ପ୍ରଥମ ଜନ 1:9 ମଧ୍ୟରେ ପର୍ବର ମଧ୍ୟ ଲେଖା ଅଛି, ତୁମମାନଙ୍କର ପାପ ଯଦି ଆମମାନଙ୍କର ପାପ ଯଦି ଆମେ ସ୍ୱୀକାର କରିବା, ତ ପରମେଶ୍ୱର ଆମମାନଙ୍କର ପାପ ଅପରାଧକୁ ମାନେ କ୍ଷମା କରିବା ପାଇଁ ନ୍ୟାୟବାନ ସମର୍ଥନ କରେ। ସେ ବିଶ୍ୱାସ ଯୋଗ୍ୟ ଅଟନ୍ତି। ଆମେ ନିଜର ପାପକୁ ସ୍ୱୀକାର କରିବା, କୌଣସି ଲୋକକୁ ନାହିଁ, ପ୍ରଭୁ ଯୀଶୁକୁ ଆମେ କାନ୍ଦିବା, ପ୍ରଭୁ ମତେ କ୍ଷମା କର। କୌଣସି ଜାଗାରେ ଏଠି ସେଠି କାଲି ଶୁଣିବେ ନାହିଁ। ସେ ଯୋଉଠୁ ବି ଡାକ, ଯଦି ଆପଣଙ୍କ ହୃଦୟ ଅଛି ଆପଣ ଏଇଠୁ ବି ଡାକି ପାରିବେ, ପ୍ରଭୁ ଶୁଣିବେ। କାଲି ଏମିତି ନାହିଁ, ଭୁଲ ବୁଝିବେ ନାହିଁ, ଏମିତି କହୁଛନ୍ତି ବୋଲି ଆପଣ କାଲି ବେଦୀରେ ଗଲେ ଏକା ଶୁଣିବେ, ଏଇଟା ନାହିଁ, ବାଇବଲରେ ଏମିତି ନାହିଁ। ଚର୍ଚ୍ଚରେ ଯାଇକି ତମେ ସେଟା ପ୍ରାର୍ଥନା କର, ଅଲଗା ବିଷୟ। କିନ୍ତୁ ଆପଣଙ୍କର ସମସ୍ୟା ଅଛି, ଏଇଠି ପରେ ଆମେ ପଢିଲୁ ଯାକ ପୁସ୍ତକରେ, କେହି ଯଦି ଦୁଃଖ ଭୋଗ କରୁଛି ସେ କଣ କରି ପ୍ରାର୍ଥନା କରୁ? କୋଉଠି ବେଦୀରେ ଯାଉ ବୋଲି କହିପାରୁଛି? ନାଇଁ। ତ ସେମିତି ଏଇଟାକୁ ସବୁ ନ ଜାଣିକି ଲୋକ କରୁଛନ୍ତି। ଆପଣଙ୍କର ସମସ୍ୟା ଅଛି, ଆପଣ ମାନେ ଘରେ ବସିକି ପ୍ରାର୍ଥନା କରିପାରିବେ। ଏଠି ସେଠି ଯିବା ଦରକାର ନାହିଁ। ତାହା ମାନେ ନୁହେଁ ଯେ ପାଷ୍ଟର ପାଖକୁ ଯାଉନାହିଁ ବୋଲି ମୋର କହିବାର ଉଦ୍ଦେଶ୍ୟ ନାହିଁ ଏଇଟା। କିନ୍ତୁ ଆଜି ଯୋଉ ଲୋକମାନେ ନାହିଁ, ଏଠି ଅଛି, ସେଇଟା ଅଛି, ବେଦୀ ଅଛି, ଏଇଟା କିଛି ଦରକାର ନାହିଁ ଆଜ୍ଞା। ଆପଣଙ୍କ ହୃଦୟ ଯଦି ଆପଣ ଯଦି ଡାକିବେ, ଗୀତ ସହିତ 50:15 ଲେଖା ଅଛି, ପୁଣି ସଙ୍କଟ ଦିନରେ ତୁମେ ଆମକୁ ଡାକ, ଆମ୍ଭେ ତୁମକୁ ଉଦ୍ଧାର କରିବା, ପୁଣି ତୁମେ ଆମର ମହିମା ପ୍ରକାଶ କରିବ ବୋଲି ବାଇବଲ କୁହେ। ଆମେ ଡାକିବା ଆମର ଦୁଃଖ ସମୟରେ, ଆମର କ୍ଲେଶ ସମୟରେ, ପରିସ୍ଥିତି ସମୟରେ ଡାକିବା। କାହିଁକି ପ୍ରଭୁ ଶୁଣୁନାହାନ୍ତି? ପ୍ରଭୁ କଣ କାଲା କି ସେ ଶୁଣିବେ ନାହିଁ? ନା ଅନ୍ଧଟା ସେ ଦେଖୁନାହାନ୍ତି? ଆମେ ବେଳେ ବେଳେ ନିଜ ମନ ଇଚ୍ଛାରେ ଆମେ ଜୀବନ ଯାପନ କାଟୁଛୁ, ସମସ୍ୟା ହେବ ନାହିଁ। ପ୍ରଭୁ କଣ ପାଇଁ ଏସବୁ କେତେକ ବିଷୟ ଆସେ? ଯେହେତୁ ମୋର ପ୍ରିୟ ମାନେ ଜଣେ ମଲେ ନର୍କକୁ ଯିବ, ନର୍କକୁ ନ ଯାଆନ୍ତେ ବୋଲି ଚାହୁଁଛନ୍ତି ପ୍ରଭୁ। ପରିବର୍ତ୍ତନ ହୁଅନ୍ତୁ। ଯଦି ଏମିତି ହେଇନଥାନ୍ତା, ଆମେ ଆସିନଥାନ୍ତେ, ଏତେ ଗୁଡା କଥା ଶୁଣି ବି ନଥାନ୍ତେ ଆପଣମାନେ। ପ୍ରଭୁ ସେଥିପାଇଁ ଆମକୁ ପଠେଇଛନ୍ତି। ଆପଣମାନେ ନିଜେ ସ୍ୱୀକାର କରନ୍ତୁ ଏବେ ପ୍ରଭୁଙ୍କଠାରେ, ପ୍ରଭୁ ମୁଁ ତୁମ ବିରୋଧରେ ଯାଇଛି, ମୁଁ ତୁମର ନାମ ଜାଣିଛି, ସତ କଥା। ବାଇବଲ ଆଜି ଏମିତି କୁହେ ମୋର ପ୍ରିୟ ମାନେ, ଯେ ମାଥ୍ୟୁ 15ରେ ବି, ମାର୍କ 7ରେ ବି, ମାନେ ଯିଶାଇ ବାବଦୀ କୁହନ୍ତି କଣ ବୋଲି, ଯେ ସେମାନେ ମୁଖରେ ସମାଧାନ କରନ୍ତି ପ୍ରଭୁ ପ୍ରଭୁ ବୋଲି, କିନ୍ତୁ ହୃଦୟରେ ପରମେଶ୍ୱରଙ୍କଠାରୁ ବହୁତ ଦୂରରେ ଅଛନ୍ତି। ପରମେଶ୍ୱର କୋଉଠି ଚାହୁଁଛନ୍ତି? ମୋର ପ୍ରଭୁ ଏଠି ପରମେଶ୍ୱରଙ୍କର ଟେମ୍ପଲ ମନ୍ଦିର ହଉଛି ଏଇଟା। ପ୍ରଥମ କରନ୍ତି 3:16-17 ଏଠି ରୁହନ୍ତି। ସେ ଏଇ ଜାଗାରେ ରହିବା ପାଇଁ ଚାହାନ୍ତି। ପ୍ରକାଶିତ 3:19-20 ଲେଖା ଅଛି, ପ୍ରଭୁ ଯେତେ ଲୋକକୁ ପ୍ରେମ କରନ୍ତି ସେମାନଙ୍କୁ ଅନୁଯୋଗ କରନ୍ତି, ଶାସନ କରନ୍ତି। ଆମ୍ଭେ ତୁମ ଦୁଆରରେ ଠିଆ ଆଘାତ କରୁଛୁ, କେହି ଯଦି ମୋର ସ୍ୱର ଶୁଣି ଯଦି ମାନେ ଖୋଲିଦେବେ, ତାଙ୍କ ଗୃହରେ ଆମେ ପ୍ରବେଶ କରିବା, ଆଉ ଭଜନ କରି ସେ ମଧ୍ୟ ଆମ ସହିତ। କଣ ଏହାର ଅର୍ଥ?
आम हृदय को खोलीदेवा ये प्रभु रहा चाहते आज्ञा एत जिते भी वाक्य साक्ष्य गुड़ा कही ये जब आप जीवन जब ग्रहण करेंगे प्रभु आस प्रभु हिल करेंगे से डेलीवरेंस करेंगे से आम ना प्रभु ही कार्य करेंगे से वाक्य जीवन अच्छी वाक्य मुक्ति अच्छी क्षमा अच्छी अनंत जीवन अच्छी शांति अच्छी प्रेम अच्छी खुशी अच्छी जीशु को ही सबकि अच्छी आ कहाटारे ना मोर प्रिय माने कौन सी पाखक जी आवश्यक ना प्रभु जीशु को आम कौटू भी डाकी पारिबा पुरातन नियम रे लोक माने जनकर पाप को प्रायश्चित करिया पहले वेदी को जाउतिले न्यू टेस्टामेंट रे नूतन नियम रे सेटा आवश्यक भी नाही जीशु ख्रीष्ट डायरेक्ट कोन पाइ नले से स्वर्ग को स्वर्गरोहण करिसंती सेंती कोन पैसेरा मंदिर सब पर्दा फाटी गला से तल भाग पर्यंत हमको डायरेक्ट परमेश्वर तो कनेक्ट हेबा पाइ ए विषय प्राय लोक जानि छथि कि जानि ना काली लेखा काली कहि कि सेटा भी क्लियर बुझ प्रार्थना करिबा स्वीकार करवा जहाँ गुणिया पाखु जाइछथि सेटा भी क्षमा मागतु जो माने नहीं से माने भी क्षमा माग प्रभु आमे केतेक विषय जे न जानी कि भी आमे भूल करिछु तमे हमको क्षमा करो प्रभु बोले कि क्षमा मागो है ना प्रभु को क्षमा मागो कौन सी व्यक्ति को क्षमा मागे पाई बाइबल कोटी कोई नहीं मते जदि सिंगल जणे वर्ष देखाइबो मु सत्य कहबी आमे जहाँ भी कहबो कोडा कोडी कहबो सत्य रे कहबो जीशु को से कथा का जीशु को कहबार शास्त्री पारुसी जिहुदी माने विरोध करुथे हमको भी विरोध करबे कि हमर खेती होबो नाही ताकर खेती होबो जे मानिबे नाही मजाक उड़ाइबे प्रभु को से मानकर खेती सेति पय मोर प्रिय माने प्रभु हमको प्रेम करंते आपण माने प्रार्थना करिबो समस्त समस्ते आम प्रार्थना करवा जदि आपण भौणी को आपण भाई को आपण मो पिला को आपण नानी को आपण झील को जदि ये हूँ आपण मन कष्ट लागू ना तेज आपण मैंने प्रभु प्रार्थना करवा दरकार अटे कांदीवा दरकार अटे परमेश्वर आम को तुम क्षमा करो आम जनतार कि अजनतार आम विरोध में जाइछु प्रभु तुम विरोध में तुम्हें आम को क्षमा करो आम जानी न था बोले कि आम क्षमा मांगा दरकार आम कौन सूता बांधा दरकार ना कौन फूल दरकार ना कौन से धूप दरकार नहीं मोर प्रिय से प्रभु चाहूना प्रभु आम हृदय बलि चाहते दाऊद कहते गीत संहिता प्रभु तुम जो अम बलि संतुष्ट होता तो तेरे मु अम बलि तुमको दे था कि तुम अम बलि संतुष्ट नुह जोटा कि चूर्ण मना जोटा कि भांगी जाइए हृदय से हृदय को परमेश्वर चाहते मोर प्रिय मैंने कौन सी एटा सेटा चाहूना प्रभु जीशु चाहते आम हृदय को से चाहते आम हृदय भांगी जाइए हृदय चूर्ण होता निराश हताश होता हृदय को प्रभु चाहते आम जदि प्रभु को चाहूँ आज प्रभु मो जीवन को आस तुमे प्रभु मो जीवन को आस मु जानी ना प्रभु मु जहाँ भी कर पिता तुम दृष्टि में जहाँ भी मत पिता ताहा वाक्य विरोध जाइए पिता मु वाक्य विरोध कार्य करी प्रभु मत क्षमा करो मोर प्रिय माने से दिन 12 वर्ष प्रदरग्रस्त स्त्री लोक थिले से अनेक मेडिकल जाइतिले अनेक टंका खर्च करथिले अनेक डॉक्टर मान पाखु जाइतिले अनेक टंका व्यय खर्च कला परे भी अधिक